ଏବେ ଆମେ ଘଟଗାଁ ତାରିଣୀରେ ପହଞ୍ଚି ଗଲୁ। ତ ଚାଲ ଏବେ ଭୋଗରାଗ କିଣି ନେବା, ଦର୍ଶନ କରିକି ଆସିବା। ଦର୍ଶନ ସରିଗଲା, ମା ତାରିଣୀଙ୍କର ଯୋଗ ଥିଲା ତ ବହୁତ ଭଲସେ ଦର୍ଶନ ହେଇଗଲା। ରିଧି ସିଦ୍ଧିଙ୍କର ଏଠି ଫଟୋ ଉଠୁଛି। ଯାହା ହଉ ଆଜି ପାଗ ବି ବହୁତ ବଢିଆ ହେଇଛି, ଆମ ଦର୍ଶନ ବି ସରିଗଲା। ଆମେ ଏବେ ବାହାରିଲୁ ଗୁଣ୍ଡିଚା ଘାଗି, ପିଲା ଟିକେ ଦେଖିବେ ଗୁଣ୍ଡିଚା ଘାଗି ଝରଣା। ରିଧି ଧରିଛି କଦଳୀ, ମୋର ବନେଇକି ଆଣିଦେଇଥିଲି ଚିଆ ସିଡ୍ସ ଆଉ ମିଶ୍ରି, ଏଇଟା ସବୁଠୁ ବଢିଆ। ବଢିଆ କରିଛି, ହଉ ପିଇଦେ, ରିଧିକି ଦେ। ଗୁଣ୍ଡିଚା ଘାଗିରେ ପହଞ୍ଚି ଗଲୁ। ପିଲା ଝରଣା ଦେଖିବା ପାଇଁ ଫୁଲ ଏକ୍ସାଇଟେଡ ଅଛନ୍ତି, ଚାଲ ଯିବା। ଏରେ ବାବାରେ ପୁରା ରିଧି ସିଧି ପୁରା କେତେ ଖୁସି ଦେଖିଲା। ହଉ ଦେଖେ, ଝରଣା ଦେଖିଲେ ମା ରିଧି କହିଲେ ମୁଁ ଝରଣାରେ ଗାଧେଇବି। ଛୋଟ ପିଲାଟା ଝରଣାରେ କଣ ଗାଧେଇବୁ? ତୁ ବି ଝରଣାରେ ଗାଧେଇବୁ? ଆରେ ବାବାରେ, ଝରଣା ଦେଖି ପୁରା ଖୁସି। ତମେ ଆଗ ସେଇଠି ଦେଖ ଟିକେ ଭଲସେ, ନା ଆଉ ଦେଖିବ? ହଁ ଆଉ ଦେଖିବୁ ନା। କି ଖୁସି, ହେ ଭଗବାନ। ଏଠି ସବୁଙ୍କର ପରିବା ପଡ଼ିଛି, ଆମେ ବାହାରି ପଡ଼ିଲୁ ମକା ନେବା ପାଇଁ। ଢାଳି ଯିବ, ଲେସ୍ ହେଇଛି ନା। ସବୁ ଆଦିବାସୀ ମାନଙ୍କର କ'ଣ ହାଣ୍ଡିଆ ବିକ୍ରି ହେଉଛି, ଆମେ ଗୋଟେ ନୂଆ ଜିନିଷ ଦେଖିବାକୁ ପାଇଲୁ। ଚାଲ ଆସିକି ପ୍ରବଳ ଭୋକ, ଏବେ ଆମେ ଆସିଲୁ ହେରି ଖାଇବା ପାଇଁ। ପତ୍ରରେ ଦେଇଛନ୍ତି ଖାଇବା, ପଳେଇ ଆସୁଛି ଭାତ, ଛତୁ ତରକାରୀ, ଡାଲି, ଖାଇବା ଖାଇସାରିବା ପରେ ରିଧି ଦିଦିଙ୍କର ଏଠି ଚାଲିଛି ଆଇସ୍କ୍ରିମ୍ ଖାଇବା। ବୁଲିବାକୁ ଆସିକି ଆମର ବେଗଟେ ପରିବା ୟା ଭିତରେ ହେଇଗଲାଣି। ଫାଇନାଲି ଆସିକି ଆମେ ଘରେ ପହଞ୍ଚି ଗଲୁ, ଆଉ ଭଲସେ ବୁଲାବୁଲି ହେଇଗଲା, ମାନେ ଠାକୁରାଣୀଙ୍କ ଦର୍ଶନ ବି ହେଲା, ଆଉ ଝରଣା ବି ପିଲାମାନେ ଦେଖିଦେଲେ।
आ वीडियो टी भल लगी प्लीज लाइक करेंगे चैनल नुआ थे चैनल को सब्सक्राइब करेंगे बैतरणी नदी